ଗଅଁଦିଆ ସାପ୍ତାହିକ ହାଟରେ ଡ୍ରାଇଭର ମହାସଂଘ ବନ୍ଦର ପ୍ରଭାବ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ସାପ୍ତାହିକ ହାଟରେ ବନ୍ଦର ପ୍ରଭାବ ଜୋରଦାର ପଡ଼ିଥିବାର ଦେଖିବାକୁ ମିଳିଛି। ଉକ୍ତ ହାଟରେ ବିକ୍ରୟ ହେଉଥିବା ସମସ୍ତ ପନିପରିବା ଉପରେ ଯେପରି ଚଡ଼କ ପଡ଼ିଛି। ପୂର୍ବରୁ ଜଣେ ଗ୍ରାହକ 500 ଟଙ୍କାରେ ବ୍ୟାଗରେ ଯେତିକି ପନିପରିବା ନିଜର ପରିବାର ପାଇଁ କିଣି ଆଣୁଥିଲା, ବର୍ତ୍ତମାନ ସେହି ଟଙ୍କାରେ 3 ଭାଗରୁ 1 ଭାଗ ପରିବା କିଣି ଆଣିବା ମଧ୍ୟ କଷ୍ଟ ହୋଇପଡ଼ୁଛି। ସମଗ୍ର ରାଜ୍ୟରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବା ଫଳରେ ଉକ୍ତ ସ୍ଥାନୀୟ ଅଞ୍ଚଳ ମାନଙ୍କରୁ ବେପାରୀମାନେ ପନିପରିବା ସଂଗ୍ରହ କରି ମନ ଇଚ୍ଛା ଚଢ଼ା ଦରରେ ବିକ୍ରୟ କରୁଥିବାର ଦେଖିବାକୁ ମିଳିଛି। କେବଳ ଆଳୁ ପରିବାକୁ ଛାଡ଼ି ଅନ୍ୟ ପରିବା ଦର ଆକାଶ ଛୁଆଁ ରହିଛି। ଆଳୁ କେଜି ପ୍ରତି 20 ଟଙ୍କା ଥିବା ସ୍ଥଳେ ବାଇଗଣ କେଜି ପ୍ରତି 80ରୁ 100 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ବିଲାତି ବାଇଗଣ କିଲୋ 50 ଟଙ୍କା, କଲରା 70 ଟଙ୍କା, ପିଆଜ 30 ଟଙ୍କା, ଝୁଡ଼ଙ୍ଗ 60 ଟଙ୍କା, ପୋଟଳ 70 ଟଙ୍କା, କଖାରୁ 40 ଟଙ୍କା, ଭେଣ୍ଡି 70 ଟଙ୍କା, ସଜନା ଛୁଇଁ 100ରୁ 120 ଟଙ୍କା। ଏହିଭଳି ଆଜିର ସାପ୍ତାହିକ ହାଟରେ ଆକାଶ ଛୁଆଁ ଦରରେ ଖାଉଟିମାନେ ପନିପରିବା କ୍ରୟ କରିଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କିଛି ବେପାରୀ କୁହନ୍ତି, ଯେହେତୁ ଡ୍ରାଇଭର ଆନ୍ଦୋଳନ ଚାଲିଛି, ବାହାରୁ ପନିପରିବା ଆସିବା ସମ୍ଭବପର ହେଉନାହିଁ। ତତ୍ସହିତ ସ୍ଥାନୀୟ ଅଞ୍ଚଳରୁ ଯାହା କିଛି ପନିପରିବା ମିଳୁଛି ଉଚ୍ଚା ଦରରେ ଚାଷୀଙ୍କଠାରୁ କ୍ରୟ କରାଯାଉଛି, ଯାହାଫଳରେ ଦର ଉଚ୍ଚା ରହୁଛି। ଲଗାଣ ବର୍ଷା ସହିତ ହାତୀମାନଙ୍କର ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପନିପରିବା କ୍ଷତିଗ୍ରସ୍ତ ହେଉଛି। ଏହା ମଧ୍ୟ ଦର ବଢ଼ିବା ଏକ ପ୍ରମୁଖ କାରଣ ଅଟେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।